ସମସ୍ତଙ୍କୁ ଗୁଡ୍ ଇଭିନିଂ ପିଲାମାନେ। ତ ଏଇଟା ହେଉଛି ଆମର କ୍ଲାସ୍ 10ର ଯେଉଁ ସିଲାବସ୍ ଯାହା ଏକ୍ଜାମ୍ରେ ଆସିବ। ଆମର ଦେଖ ମନେ ରଖ, ଆମର ଇଂଲିଶରେ 50 ମାର୍କର ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ ଆସିବ, ଯେଉଁଟାକି 50 × 1 50 ମାର୍କ। ସବଜେକ୍ଟିଭରେ ତୁମର ଆସିବ ଅଲ୍ଟରନେଟିଭ୍ କ୍ୱେଶ୍ଚିନ୍ ୱିଲ୍ ବି ସେଟ୍ ଫ୍ରମ୍ ପ୍ରୋଜ୍। ପ୍ରୋଜ୍ରୁ ଗୋଟେ 5 ମାର୍କ ଆସିବ ଏବଂ ତୁମର ଆସିବ ପୋଏଟ୍ରିରୁ ଗୋଟେ 5 ମାର୍କ। ତାପରେ ଆସିବ ପିଲାମାନେ ତୁମର 2.5 ମାର୍କ ଲେଖାଏଁ ପ୍ରୋଜ୍ରୁ ଗୋଟେ ଆସିବ, ପୋଏଟ୍ରିରୁ ଗୋଟେ ଆସିବ। ଆଉ ରିପୋର୍ଟ ରାଇଟିଂ କିମ୍ବା ସମରି ରାଇଟିଂ ତୁମେ ଦୁଇଟା ମଧ୍ୟରୁ ଯେକୌଣସିଟା ଗୋଟେ କରିପାରିବ, ତା ଦେହରୁ 5 ମାର୍କ ଆସିବ। ଏବଂ ନେକ୍ସଟ ହେଉଛି ଏସେ ରାଇଟିଂ ଇନ୍ ଆବାଉଟ୍ ଦିସ୍ 200 ୱାର୍ଡ with 3 alternatives। 3ଟା ଏସେ ଦେଇଥିବ ତୁମକୁ, 3ଟା ଭିତରୁ ତୁମେ ଗୋଟେ ଲେଖିବ, ତାହା ହେଉଛି 10 ମାର୍କ। ତାପରେ ଆସିବ କ୍ୱେଶ୍ଚିନ୍ ନମ୍ବର 4, ଯେଉଁଟା ହେଲା ତାହା ଆସିବ ଲେଟର ରାଇଟିଂ। ତୁମର ଲେଟର ଆସିବ ନହେଲେ ଆପ୍ଲିକେସନ୍ ରାଇଟିଂ, ଯେଉଁଟା ଭିତରୁ ତୁମେ ଗୋଟେ କରିପାରିବ ଇନ୍ 100 ୱାର୍ଡ ଭିତରେ, ତାହା 5 ମାର୍କ। ଆଉ ଅନସିନ୍ ପେସେଜ୍, ତୁମକୁ ଗୋଟେ ପେସେଜ୍ ଦେବ, ତା ଦେହରୁ ତୁମେ ବାରିକି ଖୋଜିକି ତୁମେ ତାର ଆନ୍ସରଟା ଦେବ, ସେଇଟା ହେଉଛି 5 ମାର୍କର। ଏବଂ ଲାଷ୍ଟ ହେଉଛି ଟ୍ରାନ୍ସଲେସନ୍, ତୁମକୁ ଓଡ଼ିଆରେ ଦେଇଥିବ, ତାକୁ ତୁମେ ଇଂଲିଶରେ ଟ୍ରାନ୍ସଲେଟ୍ କରିବ, ସେଇଟା ହେଉଛି 10 ମାର୍କ। ଏମିତିକି ଟୋଟାଲ୍ ତୁମର ହେଉଛି 100 ମାର୍କର ପଡ଼ିବ। 100 ମାର୍କ ଭିତରୁ MCQ ଯେଉଁ ଆମର ଗ୍ରାମାର ଆସୁଛି, ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍, ଯେଉଁଥିରେ କି 4ଟି ଅପସନ୍ ଦେଇଥିବ ଏବଂ ତୁମକୁ ଗୋଲ ବୁଲାଇବା ପାଇଁ ପଡ଼ିବ, ସେଇଟା ତୁମ ଗ୍ରାମାର, ପ୍ରୋଜ୍, ପୋଏଟ୍ରି ଏବଂ ଆମର ଯେଉଁ ରହୁଛି ଷ୍ଟୋରି ଯେଉଁ ରହୁଛି ସେଥିରୁ ଆସିବ। ତ ଆମେ ସମସ୍ତେ ଯଦି ଚାହିଁବେ, ମୁଁ କାଲିଠୁ କ୍ଲାସ୍ କରିବି, ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ ମୁଁ ନେବି, ଧୀରେ ଧୀରେ ଆମେ ଟ୍ରାନ୍ସଲେସନ୍ କରିବା, ଯେତେ ହେବା କଭର୍ କରିବା। ତୁମେ ଚାହିଁଲେ এই ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଜଏନ୍ ହେଇକି ତୁମର ମେଟ୍ରିକ୍ ଏକ୍ଜାମ୍କୁ ପ୍ରିପେୟାର କରିପାରିବ। ଧନ୍ୟବାଦ।